ଥଣ୍ଡା ଥଣ୍ଡା ପାଗ ଦେଖି ଘରେ ଆଉ ରୋଷେଇ କରିବାକୁ ଇଚ୍ଛା ହେଲାନି। ଆମେ ଲଗେଇଲୁ ନୂଆ ଆଣିଥିବା ଚୁଲି। ଯୋଗକୁ ପଡ଼ିଛି ଡିସେମ୍ବର 25। ଲାଗୁଥିଲା ଯେମିତି ଆମେ ଫିଷ୍ଟ କରୁଛୁ। ତ ମଟନ୍ କଷା ପ୍ରିପାରେସନ୍ ପାଇଁ ଭାଉଜ ରେଡ଼ି କରିଦେଲେ ସବୁ। ତା ସହିତ ବୋଉ ବି ହେଲ୍ପ କରୁଥିଲା। ତ ମଟନ୍ କଷା ହେଲା ଭିତରେ ମୁଁ ତା ଟିକେ ଚାହା ପିଇଦେଲି। ତ ମଟନ୍ କଷା ହେଉଥିଲା, ଏତେ ସୁନ୍ଦର ବାସ୍ନା ହେଉଥାଏ, ମୁଁ ଆଉ ୱେଟ୍ କରିପାରୁନଥିଲି। ତ ମଝିରେ ମଝିରେ ଖାଲି ପଚାରୁଥିଲି କେତେବେଳେ ସରିବ ଆଉ କେତେବେଳେ ସରିବ। ତ ଜଲ୍ଦି ଜଲ୍ଦି ହେବା ପାଇଁ ଭାଉଜ ଏଠି କାଠ ସବୁ ଆଣିକି ବୋଉକୁ ଦେଉଥାଏ କି ଜଲ୍ଦି ଜଲ୍ଦି ହେଇଗଲେ ମୁଁ ଖାଇବି। ମଟନ୍ କଷା ହେଇଗଲା ରେଡ଼ି। ଆଉ ମୁଁ ହିଁ ଫାଷ୍ଟ ଖାଇଲି, କାହିଁକିନା ଘରେ ଯାହା ବି ହୁଏ ଆଗେ ମୁଁ ଖାଏ। ତ ମଟନ୍ ଏତେ ସୁନ୍ଦର ଥିଲା, ବଢ଼ିଆ ସେ ସିଝିଥିଲା, ତା କଲର୍ ବି ଏତେ ସୁନ୍ଦର ଦେଖାହେଉଥିଲା, ସବୁକିଛି ପରଫେକ୍ଟ ହିଁ ଥିଲା। ତ ସେତେବେଳକୁ ଭାଇମାନେ ସବୁ ପଳେଇ ଆସିଥିଲେ। ତ ମଟନ୍ ହେଇଛି ଚୁଲିରେ, ଯେହେତୁ କଦଳୀପତ୍ର ଖାଇବାରେ ମଜା ଅଲଗା।